ଆଜି ହିନ୍ଦୋଳରେ ଏମିତି କିଛି ଇଣ୍ଡିପେଣ୍ଡେନ୍ସ ଡେ ପାଳନ କରିବି ବୋଲି ମୁଁ ତ କେବେ ଭାବି ନଥିଲି। ହେ ଗାଇସ୍, ମୁଁ ଅଛି ଦୀପକ ଢେଙ୍କାନାଳ ଟୋକା। ଚାଲ ଆଜି ତମକୁ ଦେଖଉଛି 80ତମ ସ୍ୱାଧୀନତା ଦିବସ ଆମ ଗାଁ ଆଉ ହିନ୍ଦୋଳରେ କେମିତି ପାଳନ କରାଯାଉଛି। ସକାଳୁ ଉଠି ଆମେ 2 ଜଣ ପଳେଇ ଆସିଲୁ ଟିକେ ତେଲୁଗୁଣି ଆଡେ, କାରଣ ଲଡୁ ନେବା ପାଇଁ। ସେଠୁ ଫେରିଲା ବେଳକୁ ଗାଁ ସ୍କୁଲ ପିଲା ସବୁ ବୁଲିବାରେ ଲାଗିଲେଣି। ସେଠୁ ବୁଲାବୁଲି ଆମେ ଦେଖିବା ପରେ ଗାଁ ଭିତରେ ପତାକା ଉତ୍ତୋଳନ କରିବା ପାଇଁ ଆମେ ସବୁ ରେଡି କରିଦେଲୁ। ତାପରେ ପିଲା ଆସିଲେ, ତାପରେ ଆମ ସାର୍ କିଛି ସବୁ ଭାଷଣ ଦେବା ପରେ ଆମ ପ୍ରଧାନ ଶିକ୍ଷୟିତ୍ରୀ ପତାକା ଉତ୍ତୋଳନ କରିବା ପାଇଁ ଆସିଗଲେ। ତାପରେ ପତାକା ଉତ୍ତୋଳନ ସରିବା ପରେ ଜାତୀୟ ସଙ୍ଗୀତ ଗାନ କରାଗଲା। ଜାତୀୟ ସଙ୍ଗୀତ ସରିବା ପରେ ସାର୍ ମତେ ଟିକେ ଡାକିଲେ ସ୍କୁଲ ଆଡେ, ସେଥିପାଇଁ ମୁଁ ସ୍କୁଲ ଆଡେ ଗଲି। ତଳେ ଠିଆ ହେବା ପରେ ମୋର ଛୋଟ ବେଳର କଥା ସବୁ ମନେ ପଡିଗଲା। କିଛି ସମୟ ଭାଷଣ ପରେ ଆମ ପିଲା ସବୁ ସେଉ ବୁନ୍ଦି ଦବାର ଲାଗିଲେ। କିଛି ସମୟ ସ୍କୁଲରେ ବୁଲାବୁଲି ପରେ ଆମେ ଫାଇନାଲ ପଳେଇ ଆସିଲୁ ଘରକୁ। ଆସିବା ବାଟରେ ଖାଇବାର ଲାଗିଲାନି ଖାଲି ସବୁବେଳେ। ୟାକୁ ଦେଖୁଛୁ ନା, ପଛ ଗୋଟେ ସେଉ ବୁନ୍ଦି ନୁଚେଇକି ଖାଉଛି। ଗାଁରେ କିଛି ସମୟ ବୁଲାବୁଲି ପରେ ଆମେ ବାହାରି ପଡ଼ିଲୁ ହିନ୍ଦୋଳ ଆଡେ। ଦେଖୁ ଦେଖୁ ଆମେ ହିନ୍ଦୋଳରେ ଫାଇନାଲି ପହଞ୍ଚି ଗଲୁ। ହିନ୍ଦୋଳରେ ପହଞ୍ଚିଲା ବେଳକୁ ହିନ୍ଦୋଳରେ ସବୁ ସରି ସାରିଲାନି। କିଛି ପିଲା ଫଟୋ ଉଠାଇବା ପରେ ଆମେ ଫାଇନାଲି ବାହାରି ଆସିଥିଲୁ ବ୍ଲକ ଆଡେ ବୁଲିବା ପାଇଁ। କିଛି ସମୟ ପରେ ଆମେ ଫାଇନାଲି ବ୍ଲକରେ ହିଁ ପହଞ୍ଚି ଯାଇଥିଲୁ। ସେଠି କିଛି ସମୟ ବୁଲାବୁଲି ପରେ ଆମେ ବାହାରି ପଡ଼ିଥିଲୁ ଘରକୁ। ବ୍ଲଗଟି ଏଠି ଶେଷ କରିଛି। ଯଦି ବ୍ଲଗଟି ଭଲ ଲାଗିଥିବ ଢେଙ୍କାନାଳ ଭାଇକୁ ଗୋଟେ ଫଲୋ କରିଦବ। ରହିଲି, ଜୟ ଜଗନ୍ନାଥ।